କାର୍ଯ୍ୟଫର୍ଦ 5 ତ ପିଲାମାନେ ଆମେ ଆଜି କାର୍ଯ୍ୟଫର୍ଦ 5 କରିବା ହେଲା। ତ 1 ନମ୍ବରରେ କ'ଣ କହିଛି ଶବ୍ଦ ଗୁଡ଼ିକୁ ପଢ଼ ତ ପଢ଼ିଦେବା ଗୃହ ଘୃତ ତାପରେ ବୀଣା ଖେଳ ଜାଗୃତି ଆକୃତି ତାପରେ କୃଷକ ଶୃଗାଳ ତାପରେ ରହିଲା ବୃକ୍ଷରାଜି ଡାକବାଜି ହେଲା। ଭଲ ଭାବରେ ଆଗ ପଢ଼ି ଶିଖ ଗୃହ ଘୃତ ବୀଣା ଖେଳ ଜାଗୃତି ଆକୃତି କୃଷକ ଶୃଗାଳ ବୃକ୍ଷରାଜି ଡାକବାଜି ହେଇଗଲା। ଆଚ୍ଛା ତାପରେ କ'ଣ କହିଛି 2 ନମ୍ବରରେ ନା ଶବ୍ଦ ଶେଷରେ ସମାନ ଅକ୍ଷର ଥିବା ଶବ୍ଦକୁ ଗାର ଟାଣି ଯୋଡ଼ ଆଉ ଲେଖ। ଆଚ୍ଛା ଯେମିତି ଶୃଗାଳ ମୃଣାଳ ସେମିତି ମୃଗୁଣୀ ଗୃହିଣୀ ତ ଏଠି ଲେଖିଦେବା ଆମେ ମୃଗୁଣୀ ଗୃହିଣୀ ମୃଗୁଣୀ ଗୃହିଣୀ। ତାପରେ କ'ଣ ହେବ ନା ନୃପତି ଆକୃତି ଲେଖିଦେବା ନୃପତି ଆକୃତି ନୃପତି ସାଙ୍ଗରେ ଆକୃତି ତାପରେ ଯକୃତ ସୁକୃତ ଯକୃତ ସୁକୃତ ହେଇଗଲା। ବାଃ ଆମେ ତ ସବୁ କରିଦେଉଛେ। ତାପରେ 3 ନମ୍ବରକୁ ଯିବା କ'ଣ କହିଛି ଶବ୍ଦ ଗଢ଼ ପଢ଼ ଆଉ ଲେଖ। ଆଚ୍ଛା ତ ଶବ୍ଦ ଗଢ଼ିବା ଆଗ ଜମିଦାର ଏଠି ଲେଖିଦେବା ଜମିଦାର। ଆଉ ଗୋଟେ ଶବ୍ଦ କ'ଣ ହେଉଛି ରବିବାର ତ ରବିବାର। ଆଉ ଗୋଟେ ଶବ୍ଦ କ'ଣ କରିବା ରମାଦେବୀ ରମାଦେବୀ ତାପରେ ବୀଣା। ଆରେ ବାଃ ଆମେ ତ ସବୁ ଯାକ କରିଦେଉଛେ ତ ଫଟାଫଟ ଚ୍ୟାନେଲକୁ ବି ସବସ୍କ୍ରାଇବ୍ କରିଦେବା ଯଦି ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହ କାହିଁକିନା ସବୁ କାର୍ଯ୍ୟଫର୍ଦ ତୁମେ ଏଇ ଚ୍ୟାନେଲରୁ ହିଁ ପାଇଯିବ ହେଲା। ତା ସହିତ ବିଷୟ ଗୁଡ଼ିକ ମଧ୍ୟ ମୁଁ ଭଲ ଭାବରେ ପଢ଼ଉଛି ବୁଝଉଛି ସବୁ ପ୍ରଶ୍ନର ଉତ୍ତର ମଧ୍ୟ କରୁଛି। ତେଣୁ ଚ୍ୟାନେଲକୁ ସବସ୍କ୍ରାଇବ୍ କର ଭିଡ଼ିଓକୁ ଲାଇକ୍ କର ଆଉ ନୋଟିଫିକେସନ୍ ବେଲ୍କୁ ଅନ୍ ରଖିଥିବ କାହିଁକିନା ମୁଁ ଯେତେବେଳେ ବି ନୂଆ ନୂଆ ଭିଡ଼ିଓ ଅପଲୋଡ଼ କରିବି ତୁମ ପାଖରେ ନୋଟିଫିକେସନ୍ ପହଞ୍ଚିଯିବ ଆଉ ତୁମେମାନେ ଦେଖିନେବ। ତାପରେ 4 ନମ୍ବର କ'ଣ କହିଛି ଦେଖିବା ତଳେ ଦିଆଯାଇଥିବା ବାକ୍ୟ ଗୁଡ଼ିକୁ ପଢ଼। କୃପାନିଧି ତୃତୀୟ ଶ୍ରେଣୀରେ ପଢ଼େ କୃପାନିଧି ତୃତୀୟ ଶ୍ରେଣୀରେ ପଢ଼େ। ବୃକ୍ଷ ଡାଳରେ 2ଟି ଚଢ଼େଇ ବସିଛନ୍ତି ବୃକ୍ଷ ଡାଳରେ 2ଟି ଚଢ଼େଇ ବସିଛନ୍ତି। ଜଙ୍ଗଲରେ ଶୃଗାଳ ଛୁଆଟି ଦୌଡ଼ୁଛି ଜଙ୍ଗଲରେ ଶୃଗାଳ ଛୁଆଟି ଦୌଡ଼ୁଛି। ବିଲେଇ ଶେଉଳ ମାଛଟିଏ ଧରିଛି ବିଲେଇ ଶେଉଳ ମାଛଟିଏ ଧରିଛି ହେଇଗଲା। ଆମେ ପଢ଼ିନେଲେ ତ କାର୍ଯ୍ୟଫର୍ଦ 5 ସରିଗଲା। ତ ଏବେ ଚାଲ କାର୍ଯ୍ୟଫର୍ଦ 6 କରିବା। କାର୍ଯ୍ୟଫର୍ଦ 6 କ'ଣ କହିଛି ଆମକୁ ନା ଚିତ୍ର ଦେଖି ସାରଣୀ ପୂରଣ କର। ଆଚ୍ଛା ଏଠି ଚିତ୍ର ସବୁ ଦେଇଛି ଚିତ୍ର ସବୁ ଦେଖିଲେ ତ ସାରଣୀ କ'ଣ ଦେଇଛି ନା ଭୂମି ଉପରେ ସିଧା ହୋଇ ଠିଆ ହୋଇଥିବା ଗାର ସଂଖ୍ୟା ଭୂମି ଉପରେ ଠିଆ ହେଇକିରି ଚିତ୍ର 1 ଭୂମି ଉପରେ ଠିଆ ହେଇଛି ସିଧା ହେଇକିରି କେତେଟା ସିଧା ହେଇକିରି ଠିଆ ହେଇଛି ଗାର ଏଇ ଗୋଟିଏ ସିଧା ହେଇକି ଠିଆ ହେଇଛି। ଆଉ ତାପରେ କ'ଣ କହିଛି ନା ଭୂମି ଉପରେ ଶୋଇଥିବା ଗାର ଭୂମି ଉପରେ ଶୋଇଥିବା ଗାର କିଛି ନାହିଁ ଆଉ ଭୂମି ଉପରେ ତେରଛା ଗାର 2ଟା ଅଛି। ତ ଆମେ ଏଠି ଲେଖିଦେବା କ'ଣ ନା ଭୂମି ଉପରେ ସିଧା ହେଇକି ଠିଆ ହେଇଥିବା ଗାର ସଂଖ୍ୟା 1 ଶୋଇଥିବା ଗାର ସଂଖ୍ୟା 0 ତେରଛା ଗାର ସଂଖ୍ୟା 2 ହେଲା। ତାପରେ 2 ନମ୍ବର ଚିତ୍ରକୁ ଯିବା। 2 ନମ୍ବର ଚିତ୍ର ଦେଖିଲ ଏଠି କ'ଣ ଅଛି ନା ଭୂମି ଉପରେ ସିଧା ହେଇକିରି ଠିଆ ହେଇଥିବା ଗାର କିଛି ଅଛି କି ନାହିଁ ଶୋଇଥିବା ଗାର ଅଛି ଶୋଇଥିବା ଗାର ଗୋଟିଏ ଅଛି ଆଉ ଭୂମି ଉପରେ ତେରଛା ଗାର ସଂଖ୍ୟା 1 2 3 4 ତ ସେଇଟା ଲେଖିବା ଆମେ ଏଠି ସିଧା ହେଇକି ଥିବା ଗାର ସଂଖ୍ୟା 0 ଶୋଇଥିବା ଗାର ସଂଖ୍ୟା 1 ତେରଛା ଗାର ସଂଖ୍ୟା 4 ହେଲା।
तापर कही 3 नंबर 3 नंबर रे देख लो भूमि उपरे सीधा होइकी ठिया होइथिबा गार संख्या अछि किछि नाही गार संख्या सीधा होइकरी किछि नाही सोईथिबा गार संख्या भी नाही तेरछा गार संख्या अछि 1 2 3 4 5 6 है तो 6टी अच्छी तेरछा गार संख्या तापरे 4 नंबर चित्र रे सेमती भूमि उपरे सीधा होइकरी ठिया होइथिबा गार संख्या 1 2 तो ये लिखिदबा भूमि उपरे सीधा होइकरी थिबा गार संख्या हला 2 तापरे सोईथिबा गार संख्या एठी 1 भूमि उपरे थिबा तेरछा गार संख्या ए दुईटा तेरछा गार संख्या तो 2 है तो एथि सहित आमर कार्यफर्द 6 सरीगला तो जीवा पूर्व वीडियो को लाइक टे करनी जदि चैनल को सब्सक्राइब करना तो फटाफट सब्सक्राइब करनी थैंक यू।